ଯନ୍ତ୍ରାଂଶ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହନୁମାନ ବଜାର ନିକଟ ଦେଇ ଯାଇଥିବା 55 ନମ୍ବର ଜାତୀୟ ରାଜପଥ ତଥା କେନାଲ ବ୍ରିଜ ଉପରେ 30 ଟନ୍ ଯନ୍ତ୍ରାଂଶ ବୋଝେଇ ଯାଉଥିବା ଟ୍ରଲର ଦୁର୍ଘଟଣାଗ୍ରସ୍ତ। ଜାତୀୟ ରାଜପଥ ଗାଡ଼ି ଚଳାଚଳ ବାଧାପ୍ରାପ୍ତ। ସୂଚନା ଯେ ଗତକାଲି ବିଳମ୍ବିତ ରାତ୍ର 12 ଘଟିକା ବେଳେ ଏକ ଟ୍ରଲର CG07AY4578 ଖୋର୍ଦ୍ଧାରୁ 30 ଟନ୍ ଯନ୍ତ୍ରାଂଶ ବୋଝେଇ ରାୟଗଡ଼ା ଅଞ୍ଚଳକୁ ଯାଉଥିବା ବେଳେ ହନୁମାନ ବଜାର କେନାଲ ବ୍ରିଜ ଅତିକ୍ରମ କଲାବେଳେ ହଠାତ୍ ସମ୍ମୁଖରୁ 2 ଗୋଟି କାର୍ ଆସିବାରୁ ଟ୍ରଲର ଚାଳକ 2 କାର୍କୁ ବଞ୍ଚାଇବାକୁ ଯାଇ ଟ୍ରଲର ବାମକୁ କାଟିଥିଲେ, ଯାହାଫଳରେ ବାମପଟେ ଏକ ଗଛ ଡାଳରେ ଯନ୍ତ୍ରାଂଶ ଲାଗିବାରୁ ଟ୍ରଲର ଭାଙ୍ଗିଯାଇ ଯନ୍ତ୍ରାଂଶ ତଳେ ପଡ଼ିଯାଇଥିଲା, ଯାହାଫଳରେ ରାତ୍ର 12 ଘଟିକାରୁ ଦିନ 2 ଘଟିକା ତଥା 14 ଘଣ୍ଟା ଜାତୀୟ ରାଜପଥ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା। ଦିନ 2 ଘଟିକା ପରେ 3 ରୁ 4 ଗୋଟି ହାଇଡ୍ରା ଆସି ଯନ୍ତ୍ରାଂଶ ବ୍ରିଜ ଉପରୁ ହଟାଇଥିଲେ, ଯାହାଫଳରେ ଜାତୀୟ ରାଜପଥ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।